ଜୟ ଜଗନ୍ନାଥ ଫ୍ରେଣ୍ଡସ୍ ୱେଲକମ୍ ଟୁ କ୍ଲାସରୁମ୍ ଏଜୁକେସନାଲ୍ ଚ୍ୟାଲେଞ୍ଜ। ଦେଖନ୍ତୁ ଫ୍ରେଣ୍ଡସ୍, ଏଠି ଆମେ ଡିସ୍କସନ୍ କରିବା କ୍ଲକ୍ ଆଣ୍ଡ କ୍ୟାଲେଣ୍ଡରର ଇମ୍ପୋର୍ଟାଣ୍ଟ ସେସନ୍, ଯେଉଁଟାକି ଆପଣଙ୍କର ଆର୍ଆଇ ଏକ୍ଜାମ୍ର ଗୋଟେ ବେସିକ୍ କୋଶ୍ଚିନ୍ ହେଇଗଲାଣି। ବିଗତ ଦୁଇଟି ସିଫ୍ଟରେ ବା ଆପଣ 2 ଦିନ ହେଲା ଏଇ କୋଶ୍ଚିନ୍ ଗୁଡ଼ାକ ବାରମ୍ବାର ରିପିଟ୍ ହେଉଛି କ୍ଲକ୍ ଆଣ୍ଡ କ୍ୟାଲେଣ୍ଡରର ରିଜନିଂରେ। ଅର୍ଡ଼ର ଆଣ୍ଡ ର୍ୟାଙ୍କିଂ ମଧ୍ୟ ରିପିଟ୍ ହେଉଛି, ପରେ ଡିସ୍କସନ୍ କରିବା। ତ କେତିକି ସମୟରେ ଆପଣ କଲେ ତାକୁ ଅତି ସହଜରେ କରିପାରିବେ, ସେଇଟା ହେଉଛି ଇମ୍ପୋର୍ଟାଣ୍ଟ କଥା। ତ ଆମେ କିଛି ଟ୍ରିକ୍ ପ୍ରୟୋଗ କରିବା, କିଛି ବେସିକ୍ ରୁଲ୍ ଅଛି, ତାକୁ ଆମେ ୟୁଜ୍ କରିକି ଯଦି କ୍ଲକ୍ ଆଣ୍ଡ କ୍ୟାଲେଣ୍ଡର କରିବା ତାହେଲେ ଅତି ସହଜରେ ଅତି କମ୍ ସମୟରେ କରିପାରିବା। ତ ଚାଲନ୍ତୁ ଷ୍ଟାର୍ଟ କରିବା, କେମିତି ରହୁଛି ଆଜିକାର ସେସନ୍ ଦେଖିବା। ତ ଦେଖିବା କି ଆଜିକାର ପ୍ରଥମ କ୍ୱେଶ୍ଚନ୍ କେମିତି ରହୁଛି। ଦେଖନ୍ତୁ, ହାଉ ମେନି ଟାଇମ୍ସ ଇନ୍ ଏ ଡେ ଆର୍ ଦ ହ୍ୟାଣ୍ଡସ୍ ଅଫ୍ ଏ କ୍ଲକ୍ ପଏଣ୍ଟିଂ ଅପୋଜିଟ୍ ଟୁ ଇଚ୍ ଅଦର। ଏ କ୍ୱେଶ୍ଚନ୍ଟା ଆପଣଙ୍କର ଲେଖିକି ରଖନ୍ତୁ କେଉଁଠି ଆସିଥିଲା ନା OSSC CHSL ଯେଉଁ ଏକ୍ଜାମ୍ ହେଇଥିଲା ସେଇଠି ଆପଣଙ୍କର ଏଇ କ୍ୱେଶ୍ଚନ୍ଟା ଆସିଥିଲା। ତ ଏଇଟା ଆପଣଙ୍କ ଡାଇରେକ୍ଟ ମନେ ରଖିବେ, ଆନ୍ସର୍ ହେଉଛି 22। ଓକେ, ଗୋଟେ 24 ଘଣ୍ଟା ଭିତରେ 22 ଥର କ'ଣ ହେଉଛି ନା ଅପୋଜିଟ୍ ଟୁ ଇଚ୍ ଅଦର, ମାନେ ଏପଟେ ମନେକର ଅଛି, ଏପଟେ ହେଇଛି ମନେକର 11ଟା, ଏପଟେ ମନେକର ହେଇଛି ମନେକର 4ଟା ହେଇଛି ମନେକର, ବୁଝିପାରିଲେ କି। ସେମିତି ଆପଣଙ୍କର ଏଇଠି 12ଟା, ଆଉ ଏଇଠି ଏପଟେ ଆପଣଙ୍କର ମିନିଟ୍ କଣ୍ଟା, ଆଉ ଏପଟେ ଘଣ୍ଟା କଣ୍ଟା ମନେକର 6ଟାରେ ଅଛି। ସେମିତି 12ଟାରେ ଥରଟେ ଘଣ୍ଟା କଣ୍ଟା ଆଉ ମିନିଟ୍ କଣ୍ଟା 6ଟାରେ ବି ଥିଲେ ବି ସିଏ କ'ଣ ଅପୋଜିଟ୍ ଟୁ ଇଚ୍ ଅଦର ହେବ, ତାମାନେ 180 ଡିଗ୍ରୀ ରହିବେ। ଏଇଟା ଆପଣଙ୍କର ରହିବ 22 ଥର। ସେମିତି 90 ଡିଗ୍ରୀ ମଧ୍ୟ 22 ଥର ଥାଏ। 90 ଡିଗ୍ରୀ କେତେ ଥାଏ? 22 ଥର। ବର୍ତ୍ତମାନ ସେକେଣ୍ଡ କ୍ୱେଶ୍ଚିନ୍ ପଢ଼ନ୍ତୁ। ଏତିକି ତ ଆପଣ ଇଜିରେ ମନେ ରଖିବେ, ତାକୁ ବାରମ୍ବାର ନ କଲେ ଆପଣ ମନେ ରଖିପାରିବେ ନାହିଁ। ତେଣୁକରି 24 କେବେ ହେବନି, 24 ଘଣ୍ଟା ଭିତରେ 22 ଥର ଅପୋଜିଟ୍ ଡାଇରେକ୍ସନରେ ଥାଏ। ହାଉ ମେନି ଟାଇମ୍ସ ଫ୍ରମ୍ 4ଟାରୁ 10ଟା, 4ଟାରୁ 10ଟା ଗ୍ୟାପ୍ କେତେ ହେଉଛି ଦେଖନ୍ତୁ, 6 ଘଣ୍ଟା। ଓକେ, 4ଟାରୁ 10ଟା ହେଉଛି ଆପଣଙ୍କର 6 ଘଣ୍ଟା ଗ୍ୟାପ୍। ଦ ହ୍ୟାଣ୍ଡସ୍ ଅଫ୍ ଏ କ୍ଲକ୍ ଆର୍ ଦ ରାଇଟ୍ ଆଙ୍ଗେଲ୍। ଠିକ୍ ଅଛି। ତ ଏଇଠି ଦେଖନ୍ତୁ ଆମେ କହିପାରିବା କି ରାଇଟ୍ ଆଙ୍ଗେଲ୍। ଓକେ, ରାଇଟ୍ ଆଙ୍ଗେଲ୍ ମାନେ 90 ଡିଗ୍ରୀ। ଆପଣଙ୍କର 90 ଡିଗ୍ରୀ କେତେ ଥର ରହୁଛି? ଓକେ, 90 ଡିଗ୍ରୀ କେତେ ଥର ଦେଉଛି? ସେମିତି ଆପଣ ଦେଖିପାରିବେ କି ଆପଣଙ୍କର 22 ଥର ଯଦି ଆପଣଙ୍କର ହେଉଛି 24 ଘଣ୍ଟାରେ, ଓକେ, 22 ଥର ଯଦି ହେଉଛି ଆପଣଙ୍କର 24 ଘଣ୍ଟାରେ, ସେମିତି ଆପଣଙ୍କର କହିପାରିବେ କି ଆପଣଙ୍କର ଯେଉଁ ରାଇଟ୍ ଆଙ୍ଗେଲ୍ଟା ଆପଣଙ୍କର ଯେଉଁ 90 ଡିଗ୍ରୀ ସିଏ ହେଇଥାଏ ଆପଣଙ୍କର 180 ଡିଗ୍ରୀଟା ହେଇଥାଏ 22 ଥର। କିନ୍ତୁ 90 ଡିଗ୍ରୀଟା ତା'ର ହେଇଯିବ କ'ଣ ନା 90 ଡିଗ୍ରୀ ହେଇଯିବ ଆପଣଙ୍କର, ଓକେ, 6 ଘଣ୍ଟାରେ ଆପଣଙ୍କର ୟାର ଅଧା, ବା ଆପଣ କହିପାରିବେ କି 12 ଘଣ୍ଟାରେ 90 ଡିଗ୍ରୀ ହେବ ମାତ୍ର 22 ଥର। ଓକେ, 12 ଘଣ୍ଟାରେ ଆପଣଙ୍କର ହେଇଯିବ 22 ଥର। ଓକେ, ମନେ ରଖନ୍ତୁ, କାରଣ ଆପଣ ଯଦି 90 ଡିଗ୍ରୀ ଦେଖିବେ ଏମିତି ରହିଥାଏ, ଆଉ ଅପୋଜିଟ୍ ଡାଇରେକ୍ସନ୍ ରହିଲେ ଠିକ୍ 180 ଡିଗ୍ରୀରେ ଏମିତି ରହିଥାଏ। ତେଣୁକରି ଆମେ 90 ଡିଗ୍ରୀ ଯଦି ଦେଖିବା, ମନେକର ଆମେ 3ଟା ଦେଖିବା, 3ଟାରେ କ'ଣ ହେଉଛି 12ଟା ଆଉ 3 ଭିତରେ 90 ଡିଗ୍ରୀ ହେଉଛି। ସେମିତି ଆପଣଙ୍କର ଦେଖିବେ 9ଟାରେ ମଧ୍ୟ 12 ଆଉ ଭିତରେ ହେଉଛି। ଓକେ, ସେମିତି ଆହୁରି ଗୁଡ଼ାଏ ଅଛି, ଯେମିତିକି ଆପଣ ଦେଖିପାରିବେ 4ଟା 25, ଏଥିରେ ବି ଆପଣଙ୍କର 90 ଡିଗ୍ରୀ ହେଇପାରିବ। ମାନେ ଆପଣ ଦେଖିପାରିବେ 4, 5, 6, 7, ଏଇଠୁ ଏତିକି ଗୋଟେ ଘଣ୍ଟା ଭିତରେ ଆପଣଙ୍କର 30 ଡିଗ୍ରୀ ଗ୍ୟାପ୍ ଥାଏ। 30, 30, 60, 30, 90। ତ 4ଟା ଆପଣଙ୍କର 35। ଓକେ, 4ଟା 35 ବେଳକୁ ଆପଣଙ୍କର 90 ଡିଗ୍ରୀ ଥାଉଛି। ସେମିତି ଆପଣଙ୍କର ଗୁଡ଼ାଏ ଅଛି, ଯେଉଁଟାକି ଆମେ କହିପାରିବା ଆମେ ଯଦି କହିପାରିବା 22ଟା। ଓକେ, 12 ଘଣ୍ଟାରେ ଆପଣଙ୍କର 22 ଥର ଆପଣଙ୍କର ହେଇପାରିବ। କେତେ ଥର ହେଇପାରିବ? 22 ଥର। 24 ଘଣ୍ଟାରେ ସେମିତି କେତେ ହେବ? 44 ଥର ହେଇପାରିବ। କିନ୍ତୁ 12 ଘଣ୍ଟାରେ ଯଦି 22 ଥର ହେଉଛି, 4ଟାରୁ 10ଟା ଭିତରେ ଗ୍ୟାପ୍ କେତେ ଅଛି ନା 6 ଘଣ୍ଟା। ତା'ମାନେ 12 ଘଣ୍ଟାରେ ଯଦି 22 ଥର ହେଉଛି, 6 ଘଣ୍ଟାରେ କେତେ ହେବ? ତା'ର ଅଧା ହେବ, 12ର ଅଧା 6, 22ର ଅଧା 11 ହେବ। 11 ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା, କ୍ୱେଶ୍ଚିନ୍ ନମ୍ବର 3। ଫାଇଣ୍ଡ ଦ ଏଙ୍ଗେଲ୍ ଟ୍ରାସ୍ଡ ବାଇ ଆୱାର ହ୍ୟାଣ୍ଡ ଅଫ୍ ଏ କରେକ୍ଟ କ୍ଲକ୍ ବିଟୱିନ୍ 8ଟାରୁ 2ଟା o'clock। ହେଲା, 8ଟାରୁ 2ଟା o'clock ଭିତରେ ଗ୍ୟାପ୍ କେତେ ଆପଣଙ୍କର ଅଛି? ୟେସ୍, ତେଣୁ ଯଦି ଦେଖିବା କ୍ୱେଶ୍ଚିନ୍ ନମ୍ବର 3, ଫାଇଣ୍ଡ ଦ ଏଙ୍ଗେଲ୍ ଟ୍ରାସ୍ଡ ବାଇ ଗୋଟେ ଘଣ୍ଟା ଆଉ ଗୋଟେ ଘଣ୍ଟା ଭିତରେ ଆପଣଙ୍କର 8ଟାରୁ ଏଙ୍ଗେଲ୍ ଟ୍ରାସ୍ଡ ବାଇ ଆନ୍ ଆୱାର ହ୍ୟାଣ୍ଡ, ଗୋଟେ ଆୱାର ହ୍ୟାଣ୍ଡ କେତେ ଘଣ୍ଟା କେତେ ଡିଗ୍ରୀ କଭର୍ କରିଥିବ 8ଟାରୁ 2ଟା ଭିତରେ। ମନେ ରଖନ୍ତୁ, ଗୋଟେ ଘଣ୍ଟାରେ ଯାଏ ଆପଣଙ୍କୁ କହି ରଖେ, ଗୋଟେ ଘଣ୍ଟା ଭିତରେ ସେ କେତେ କଭର୍ କରିଥାଏ ଆୱାର ହ୍ୟାଣ୍ଡ ନା 30 ଡିଗ୍ରୀ କଭର୍ କରିଥାଏ। ମନେ ରଖିଦିଅନ୍ତୁ, ଗୋଟେ ଘଣ୍ଟା ଭିତରେ 30 ଡିଗ୍ରୀ କଭର୍ କରିଥାଏ। 8ଟାରୁ 2ଟା କେତେ ଘଣ୍ଟା ନା ରହିଲା ଆପଣଙ୍କର 6 ଘଣ୍ଟା। ତ 6 ଘଣ୍ଟାରେ ଆପଣଙ୍କର ଯିବ 6 × 30, ଦ୍ୟାଟ୍ ଇଜ୍ କେତେ? 180 ଡିଗ୍ରୀ। ତ ଅପସନ୍ ନମ୍ବର ଏ ହେଇଯାଉଛି କରେକ୍ଟ ଆନ୍ସର୍। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା, କ୍ୱେଶ୍ଚିନ୍ ନମ୍ବର 4। ହ୍ୱାଟ୍ ୱିଲ୍ ବି ଦ ଏଙ୍ଗେଲ୍ ବିଟୱିନ୍ ଆୱାର ହ୍ୟାଣ୍ଡ ଆଣ୍ଡ ମିନିଟ୍ ହ୍ୟାଣ୍ଡ। ଇଏ ହେଉଛି ଆନାଦର କନସେପ୍ଟ। ଆମେ ଯଦି କହିପାରିବା, ଆକୁ ଗୋଟେ କନସେପ୍ଟ ହିସାବରେ ୟୁଜ୍ କରିପାରିବା। ଦେଖନ୍ତୁ
कि आपणकर जदि आवर हैंड आ मिनिट हैंड विषय एमती दुईटा टाइम आसला गोटे आवर हैंड टाइम देथिबो आ गोटे आपको मिनिट हैंड देथिबो ताले एंगल फाइंड आउट करबा पे गोटे सूत्र अछि सेटाको आपण इजिली मन रखि परिबे जे जोटा आवर देछि सेतरे 30 मल्टीप्लाई करिवे केते मल्टीप्लाई करिवे 30 तो 8 गुणन 30 माइनस कौन करिवे ना 11/2 इंटू जोटा मिनिट देछि मिनिट के देछि 30 ताको काटी दियंतो 15 रे कटि गला 11 15 हो गला आपनकर 165 माइनस 8 3 24 240 240 रु 165 आपण माइनस कले केते रहि जिवो तो राइट आंसर कर रखंतु दैट विल बी ऑप्शन नंबर बी 75 डिग्री ओके 75 डिग्री हो जाउछ आपनकर राइट आंसर 240 रु 165 माइनस कले रहला 75 तो देखिबा तो गोटे सूत्र आपण मन रखले कहि रखे मो पुनर्बार से सूत्रटी बारंबार आसीबो ए क्वेश्चनटा देखंतु कि आपनकर कहि परिबा हमें 30 डिग्री इंटू आपनकर आवर हैंड माइनस आवर रे जते थिबो जेमति कि 8 आमे पकेइथिली देन आपनकर करि परिबे 11/2 इंटू मिनिट माने 30 जो पकेइथिली ओके मिनिट ए सूत्रटा मन रखंतु ओके दैट इज इक्वल टू एंगल बिटवीन आवर हैंड एंड मिनिट हैंड रो फार्मूला होचे एटा ओके नेक्स्ट क्वेश्चन देखिबा कि आपनकर क्वेश्चन नंबर 5 At 5:30 in the evening, the smaller angle between the hour hand and minute hand. 5:30 रो अर्थ होची हमें कहि परिबा 5:30 रो मीनिंग होची कि आपनकर 5टा अधे केते आपनकर 5टा अधे से गोटे सूत्र हमें मने पकेबा जे 5:30 in the evening the smaller angle between the hour hand and minute hand. ओके से गोटे रूल मने पकांतो जे आपनकर 5 रे केते मल्टीप्लाई करिवे 5 रे 30 मल्टीप्लाई करिवे माइनस 11/2 इंटू मिनिट मल्टीप्लाई करिवे 30 तो केते हे गला एटा आपनकर से 15 एंड 11 इंटू 15 हे जिवो आपनकर 165 केते माइनस करिवे 5 3 15 150 तो 150 रु 115 भितर गैप केते देखंतु से वैल्यूटा -15 आसो कि +15 आसो आंसर 15 ही हबो ओके तो आपनकर 150 रु 165 भितर केते डिग्री गैप रहिला 15 डिग्री रो गैप रहिला नेक्स्ट क्वेश्चन देखिबा तो एंगल बिटवीन द आवर हैंड एंड माने देखंतु सेटे इटे वर्ड रे लिखा छै 5:30 बोली लिखा छै ता माने 5टा अधे आ कोठे कोठे डायरेक्ट 5टा अधे बोली लिखि दोछि तो सेही अनुसार आपनकर आंसर देबे नेक्स्ट क्वेश्चन देखंतु तो एंगल बिटवीन द आवर हैंड एंड द मिनिट हैंड ऑफ ए क्लॉक when the time is 3.25 will be dash देखंतु आवर हैंड आ मिनिट हैंड भितर से गोटे ही कॉन्सेप्ट पकेला से आपनकर यूज करिवे आवर हैंड इनटू आपनकर केते देछि तीनटा 3 इंटू 30 माइनस 11/2 इंटू 25 याको आपनकर अप्लाई करंतु क्वेश्चन नंबर 6 यस याको जदि आपनकर अप्लाई करिवे ताहले केते हे जिवो ना 90 माइनस 11/2 इंटू 25 ओके 2 तो 25 रे आपनकर कटु नाही ओके तो से गोटे कॉन्सेप्ट आपण एठी को होमवर्क तरीके दे परिबी देखंतु 3 इंटू 30 माइनस 25 इंटू 11/2 ओके से गोटे ही फॉर्मूला में अप्लाई करिबा तो 11 25 मल्टीप्लाई कले 275 डिवाइड बाय 2 माइनस 30 3 90 280 मल्टीप्लाई करंतु 180 माइनस 275 बाय 2 तो 180 रो 275 बोले रहला केते ना इथे आपनकर हो जिवो 95/2 और 95/2 को आमे कोइ परिबा 47 होल 1/2 डिग्री जोटा कि ऑप्शन नंबर ए होची राइट आंसर केते आसिला ना 180 रु 275 गोले रहला आपनकर 95/2 ओके 2 4 8 2 7 14 10 मिनट देले 0.5 47.5 को आमे 47 होल 1/2 भी लिखि परिबा नेक्स्ट पॉइंट नेक्स्ट क्वेश्चन नंबर 7 ए क्लॉक वाज सेट करेक्ट एट 12 o'clock इट लॉसेस 10 मिनिट ए भली क्वेश्चन मध्ये अछि माने जो घंटा गुडा डिफेक्टिव घंटार क्वेश्चन हेले अछि देखो डिफेक्टिव घंटा गुडा कोन रहउछि जति कि आपन टाइम सेट करथिबे गोटे घंटा भितर केते मिनिट सेटा कोन पछरे रहि जाउथो एटी देछि आपनकर गोटे जो घंटा जदि 12 रे हमें सेट कले सठिक करि लेखिले ताले सीए प्रति घंटे घंटा भितर 10 मिनिट हरै दउछि 10 मिनिट माइनस कर दउछि ता माने ठीक घंटाटे परे सेठी आपनकर व्हाट विल बी द एंगल बिटवीन द आवर एंड मिनिट हैंड ऑफ क्लॉक आफ्टर 1 आवर घंटाटे भितर तांको भितर एंगल केते थिबो देखंतु मु ताको 12 रे सेट कली से घंटा कोटाटा जेतेबेले कोठी जिवो ना आपनकर एक पाखको जिवो ता पूर्वरु से कोन करथिबो ना 10 मिनिट पछर रहइबो ता माने 12 रु घंटे भितर घंटे पीएम न होई कि 10 मिनिट जदि पछर रहइबो केते हिजिवो 12:50 एबे हमें टाइम पाइ गेले 12:50
12:50 ଭିତରେ ଆମେ ଏଙ୍ଗେଲ୍ କ୍ରିଏଟ୍ କରିପାରିବା ନା 12 ଗୁଣନ 30 ଆୱାର ହ୍ୟାଣ୍ଡରେ ଆମେ 30 ମଲ୍ଟିପ୍ଲାଏ କରିବା ମାଇନସ୍ ମିନିଟ୍ ହ୍ୟାଣ୍ଡରେ ଆମେ 11/2 ମଲ୍ଟିପ୍ଲାଏ କରିପାରିବା ତ ଆସିଲା 25 25କୁ 11ରେ ମଲ୍ଟିପ୍ଲାଏ କଲେ 275 ଇଏ ଆପଣଙ୍କର 12×36 360ରୁ ଆପଣଙ୍କର 275 ଯଦି ମାଇନସ୍ କରିବା ତାହେଲେ ଆମର ସଠିକ୍ ଆନ୍ସର୍ ପାଇଯିବା 85 ଡିଗ୍ରୀ କେତେ ହେବ 85 ଡିଗ୍ରୀ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା क्वेश्चन नंबर 7 देन आम क्वेश्चन नंबर 8 at what time between 3 o'clock and 4 o'clock both the needles will coincide एबे coincide रो कॉन्सेप्ट आसिला अच्छा कार कॉन्सेप्ट आसिला ना coincide रो कॉन्सेप्ट आसिला जेतबेले coincide रो कॉन्सेप्ट आसुची सेतबेले मन रखिबे जे आपनकर ऑलवेज गोटे फार्मूला मन रखिया पड़िबो एबे coincide कॉन्सेप्ट आसिला तापरे आपन देथिबो एठी भी coincide देछि देन आपन देखिबे क्वेश्चन नंबर 10 रे देखंतु अपोजिट डायरेक्शन रे रहिबो सेम क्वेश्चन थी कि अपोजिट डायरेक्शन आ सेम क्वेश्चन थी आपंकर कोइनसाइड पचार ताहले ये गोटे रूल मन रखिए कि आपणकर जी समय अच्छी जी जो जो देती आपंकर दीटा रेफरेन्स देती दीटा रेफरेन्स समय कौन 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 देती आपंकर 3टा और 4टा देती देखो आप चित्र करदे 3टा आउ आपणकर 3 o'clock आ गोटे देती आपंकर 4 o'clock यही सेकेंडटा को सब काउंट को नेबेनि 3 o'clock आपंकर टाइम मेजर करेंगे 3 o'clock केमती हो 12 और 3 भितर हो तो 12 और 3 भितर आपंकर केते मिनिट गैप रोचे ना 15 मिनिट से 15 गुणन केते करेंगे 60/55 15 गुणन कौन करेंगे 60/55 ये रूलटा मन रखु जदि एमतीर क्वेश्चन आसला जे आपंकर कोइनसाइड केते थर हो पारे बोथ द निडल्स एट व्हाट टाइम केते समय दी जन जाक परस्पर कोइनसाइड हो पारे यार अर्थ हूँ जे ए 12 रु आपणकर 3 पर जो घंटा घंटा इे जीव देन आप मिनिट घंटा आसिक ओभरलैप कर एमती केतेबेले हम बोली पचार कौ समय हम तेणुक यार रूल हूँ 60/55 इंटू प्रथम जो क्लॉक जी मिनिट्र गैप थिला केते मिनिट 15 मिनिट्र गैप थिला ताको मल्टीप्लाई कर पलि आसिबो ठीक अछि ताको हम काटिबा 5 रे काटिबा 5 3 जा 5 11 जा तो देन आसला 17 18 180/11 तो 180/11 जदि करवा ओके यार राइट आंसर कौन आसो ना 11 के 11 देन आसला 70 11 6 जा ओके तो 16 पूर्ण कौटी अच्छी देखिए ऑप्शन एटा हम ओके तो अधिक करवा दरकार नहीं 16 पाइगले मैंने निहाती भाव में 1166 बोलला 4/11 हो राइट आंसर तो ऑप्शन नंबर डी इज द राइट आंसर बुझिपारे नेक्स्ट क्वेश्चन देखा क्वेश्चन नंबर 9 या होमवर्क दे दूची करंतु सेमिति आका रहिबो 5टा और 6टा देइथिले आपण केबेले 6टा को देखिबेनी 5टारे आपणकर केते समय केते मिनिट रहउची ये हला मिनिट कोनटा ये हला घंटा कोनटा 5टारे तो 12 रु 5 भितर आपणकर 25 मिनिट रहउची कारण 1 2 3 4 देखंतु ये 12टारू नहीं कि मिनिट कोनटा जदि 5 पाखरे आसीबो केते मिनिट रहइबो ना 25 मिनिट कारण ये 5 10 10 5 15 15 5 20 4टारे आ 4टारू 5टा जो आसवे ये हो आपंकर 25 टोटाली 12 रु 5 भितर 25 मिनिट गैप रोचे ता सहित मल्टीप्लाई कर दिंतु 60/55 तो मल्टीप्लाई करदे जदि 5 जदि करवा 12 5 60 5 12 5 जा 60 देन आसला 11 5 जा 55 तो देन आपणकर रहा ये 12 गुणन 25 ओके 12 गुणन 25/11 तो 12 को आप जब 25 मल्टीप्लाई करेंगे 12 5 60 6 12 दुगुणे 26 26 6 32 320/11 जदि आप करेंगे राइट आंसर टी पाइजे 320 जदि 11 करवा 11 दुगुणे 22 ओके बोला के 10 111 नुआ आम जो देखा येस येस 60/55 इंटू 25 60/55 इंटू 25 ओके 60/55 इंटू 25 11 जदि काटा 11 5 जदि काटा 5 11 जा 5 5 5 जा तो 6 5 30 300/11 जदि करवा आम राइट आंसर पाइबा तो 11 दुगुणे 22 बोला 8 0 11 7 जा 77 देखो ऑप्शन रे केवल 27 जाए आसिले 3/11 देखिए ही दरकार नहीं कारण अदर ऑप्शन रे नहीं जदि सब ऑप्शन रे जदि 27 पूर्ण ये जो भैल्यूटा जदि अलग देथिबो ताको आउ टे करिवे जेतबेले रहिला 77 बोलला केते आपनकर 3 तो 3/11 ओके 27 होल 3/11 इज द राइट आंसर नेक्स्ट क्वेश्चन देखिबा at what time between 4 o'clock and 5 o'clock will the hands of a watch point opposite to each other सेठी आपनकर दीटा क्वेश्चन कोइनसाइड रहितला तो कोइनसाइड रहिले आपनकर कोइनसाइड कांसेप्ट पकेबे वर्तमान ऑपोजिट पई
ଅଦର କନସେପ୍ଟ ପକେଇବେ। ଅପୋଜିଟ୍ ଯେତେବେଳେ କହିଦେଇଥିବ ନା ସେଠି ଆପଣଙ୍କର ସେ ଯେଉଁ ରହିଯାଇଥିଲା ମିନିଟ୍ ଚାରିଟା, ଦେଖନ୍ତୁ ଦୁଇଟା ଭିତରୁ ଗୋଟେକୁ ବାଦ୍ ଦେବେ। ଫାଷ୍ଟର ଆମେ ଚିତ୍ର କାଟିବା, ଚାରିଟା ଭିତରେ ଆପଣଙ୍କର 12 ଆଉ ଠିକ୍ ଚାରିଟା ଭିତରେ କେତେ ମିନିଟ୍ର ଗ୍ୟାପ୍ ରହୁଛି ନା 20 ମିନିଟ୍ର। ତା ସହିତ କ'ଣ କରିବେ, ଯେତେବେଳେ ଅପୋଜିଟ୍ ଡାଇରେକ୍ସନ୍ କହିଥିବ, ଏଇଟା ସେଠି ତ କିଛି ଅପୋଜିଟ୍ ଡାଇରେକ୍ସନ୍ କହିନଥିଲା, କୋଇନସାଇଡ଼୍ ସେଠି କହିଥିଲା। କ'ଣ କହିଥିଲା? କୋଇନସାଇଡ଼୍। କୋଇନସାଇଡ଼୍ର ଅର୍ଥ ହେଲା ପରସ୍ପର ଉପରେ ପଡ଼ିବା, ଆଉ ଅପୋଜିଟ୍ର ଅର୍ଥ ହେଲା ପରସ୍ପରଠୁ ବିପରୀତ ଦିଗରେ ରହିବା। ଇଏ ଯଦି ସାଉଥ୍ରେ ଥିବ, ଇଏ ନର୍ଥରେ ଥିବ। ତ ଅପୋଜିଟ୍ ଯଦି ରହିବ ତାହେଲେ ଆପଣ କ'ଣ କରିବେ ନା ପ୍ରଥମେ ଯେମିତି କରୁଥିଲେ ସେମିତି କରିବେ। ଠିକ୍ ଚାରିଟା ସମୟର କେତେ ମିନିଟ୍ ଗ୍ୟାପ୍ ନା 20 ମିନିଟ୍ ଗ୍ୟାପ୍ ପ୍ଲସ୍ କ'ଣ କରିବେ, ଅପୋଜିଟ୍ କହିଲେ 30 ଡିଗ୍ରୀ 30 ମିନିଟ୍ ଏକ୍ସଟ୍ରା ମିଶାଇ ଦେବେ, ଆଉ ସେଥିରେ ସେଇ 60/55 ହିଁ ମଲ୍ଟିପ୍ଲାଏ କଲେ ରାଇଟ୍ ଆନ୍ସର୍ ବାହାରିବ। ଓକେ, ତ 20 30 ହେଇଗଲା କେତେ? 50। 20 30 ହେଇଗଲା 50। 50 ଗୁଣନ 60/55। ଯଦି ଆମେ 5ରେ କାଟିବା, ଇଏ 10ରେ, ଇଏ 11ରେ କଟିବ। ତ 600/11 ଯଦି କରିବା, 11 ପଞ୍ଚା 55 ବଳିଲା 50, 11 ଚଉ 44 ବଳିଲା ଆପଣଙ୍କର କେତେ? 6 6/11। ତ ଅପସନ୍ ନମ୍ବର D ଇଜ୍ ଦ ରାଇଟ୍ ଆନ୍ସର୍। ନେକ୍ସଟ କ୍ୱେଶ୍ଚିନ୍ ନମ୍ବର 11, at what time between the 5:30 and 6 o'clock will the hands of a clock be at right angle? ଦେଖନ୍ତୁ କୋଇନସାଇଡ଼୍ର ଅର୍ଥ ହେଲା ବା ଅପୋଜିଟ୍ ଡାଇରେକ୍ସନ୍ର ଅର୍ଥ ହେଲା 180 ଡିଗ୍ରୀ। ଅପୋଜିଟ୍ ଡାଇରେକ୍ସନ୍ରେ ଆପଣଙ୍କର 180 ଡିଗ୍ରୀ ଯେଉଁ ରହୁଛି, ଯଦି ରାଇଟ୍ ଆଙ୍ଗେଲ୍ କଥା କହିଲା 90 ଡିଗ୍ରୀ ହେବ। ବୁଝିପାରିଲେ କି ନାହିଁ? ରାଇଟ୍ ଆଙ୍ଗେଲ୍ କଥା କହିଲେ କ'ଣ ହେବ? 90 ଡିଗ୍ରୀ ହେବ। ତ 180ର ଅଧା ହେଉଛି 90 ଡିଗ୍ରୀ। ଠିକ୍ ସେଇଭଳି ଆପଣ ଯେଉଁ 30 ଡିଗ୍ରୀ ମିଶାଉଥିଲେ, ଏବେ 30 ନ ମିଶାଇକି 30ର ଅଧା ମିଶାଇବେ, କାରଣ 90 ଡିଗ୍ରୀ ମାନେ ଏତିକିରେ ରହିଯିବ। ଓକେ, ଯଦି ଏତିକିରେ ରହିବ ତାହେଲେ 30 ଗ୍ୟାପ୍ ଆସିବନି। କେତେ ଆସିବ? /2 କରିଦେବେ, କେତେ ଆସିଲା? 15। ତ 15 ଏକ୍ସଟ୍ରା ମିଶାଇବେ। 5ଟା 30 ସମୟର ଆମେ ଯଦି ଫିଗର ଡ୍ର ଆଉଟ୍ କରିବା, 5ଟା 30 କହିଥିଲେ ବି ଆପଣ ମିନିଟ୍କୁ ଆଭଏଡ଼ କରିବେ, ଘଣ୍ଟାଟାକୁ ଦେଖିବେ। 5ଟାରେ ଆପଣଙ୍କର କ'ଣ ବାହାରୁଛି ନା 12 ଆଉ 5 ଭିତରେ ରହୁଛି ଆପଣଙ୍କର 25 ଗ୍ୟାପ୍। କେତେ ରହୁଛି? 25। ତ ଇଏ ହେଇଗଲା 25। ତା ସହିତ କେତେ ମିଶାଇବେ ନା ଆପଣଙ୍କର ଯଦି ରାଇଟ୍ ଆଙ୍ଗେଲ୍ କହିଥିବ 15 ମିଶାଇବେ, ନା ଯଦି ଆପଣଙ୍କର ଅପୋଜିଟ୍ ଡାଇରେକ୍ସନ୍ କହିଛି ତାହେଲେ ଆପଣ କେତେ ମିଶାଇବେ ନା 30 ମିଶାଉଥିଲେ। ତ ୟାକୁ ୟା ସହିତ ମିଶାଇକି କେତେ ମଲ୍ଟିପ୍ଲାଏ କରିବେ ନା 60/55। ଓକେ, ତ 25କୁ 15 ମିଶାଇଲେ ଆପଣଙ୍କର ଆସିଲା 40। 40 ଗୁଣନ 60/55। ତ 5ରେ ଯଦି କାଟିବା, 5 ଅଶନା 40, 5 11, ଦେନ୍ ଆସିଲା 60 × 8 800 48, 480/11 ଆମେ କରିବା। ଓକେ, ଆମେ କରିବା 480/11। ତ 11 ଯଦି କାଟିବା, 11 ଚଉ 44 ବଲା ପୁଣି 40, 11 ତିରିକି 33 ବଲା 7/11। ତ 43/7/11 ହେଇଯାଉଛି ରାଇଟ୍ ଆନ୍ସର୍। ନେକ୍ସଟ କ୍ୱେଶ୍ଚିନ୍ ଆମେ ଦେଖିବା, ଇଏ କ୍ୱେଶ୍ଚିନ୍ ନମ୍ବର 12, 2 clocks are set correctly 9 AM on Monday, both the clocks আচ্ছা again 3 minutes and 5 minutes respectively in an hour. What time will the second clock register with the first clock which gets 3 minutes in an hour? So the time of as the 27 minute pass. ଆଚ୍ଛା, ଏଇଭଳିଆ କ୍ୱେଶ୍ଚିନ୍ ଆପଣଙ୍କର ଆରେ ଆସିଲା ଭଳି ଲାଗୁନି, ଏତେ ଟପ୍ କ୍ୱେଶ୍ଚିନ୍। ତ ତେଣୁକରି ଆମେ ତାକୁ ସ୍କିପ୍ କରିବାକୁ ପଡ଼ିବ, ଦରକାର ହିଁ ନାହିଁ ସେଇଟା। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା ଇମ୍ପୋର୍ଟାଣ୍ଟ କ'ଣ ରହୁଛି। ତ ଆମେ ବର୍ତ୍ତମାନ କ୍ଲକ୍ର ସରିଲା, କ୍ଲକ୍ର ଏତିକି ହିଁ ଇମ୍ପୋର୍ଟାଣ୍ଟ ରହିବ, ଆଠୁ ଟପ୍ ପଡ଼ିବ ନାହିଁ। ବର୍ତ୍ତମାନ ଦେଖିବା ଆପଣଙ୍କର ବେସିକ୍ ଲେଭେଲ୍ କ୍ୱେଶ୍ଚିନ୍, ଯେଉଁଟାକି ଆପଣଙ୍କର କ୍ୟାଲେଣ୍ଡରରୁ ଆସୁଛି। ଦେଖନ୍ତୁ ପ୍ରଥମ କ୍ୱେଶ୍ଚିନ୍ କ୍ୟାଲେଣ୍ଡର ଆମେ ଯଦି ଦେଖିବା, ଦେଖନ୍ତୁ ମୁଁ ବେଶୀ ଫାଲତୁ କଥା କରେନି, ଅଳ୍ପ ସମୟ ଯେହେତୁ ରହିଲା ଆପଣଙ୍କର ଏକ୍ଜାମ୍ ପାଇଁ, ତ ଏକ୍ଜାମ୍ ଓରିଏଣ୍ଟେଡ଼୍ କ୍ୱେଶ୍ଚିନ୍ ହିଁ ଆପଣଙ୍କ ସହିତ ଡିସ୍କସନ୍ କରିବା, ଅଦର ବକୱାସ୍ ନାହିଁ। ଦେଖନ୍ତୁ, ଦ ଡେ ବିଫୋର୍ ୟେଷ୍ଟରଡେ ଇଜ୍ 3 days ଆଫ୍ଟର ଦ ସଟରଡେ। ତ ଦେଖନ୍ତୁ ଯେଉଁଠି ଆପଣଙ୍କର ଇନଫର୍ମେସନ୍ ଅଛି ସଟରଡେ ଆଗରୁ କ'ଣ ୱାର୍ଡ଼ ୟୁଜ୍ ହେଇଛି? 3 days ଆଫ୍ଟର ସଟରଡେ। ତ ସଟରଡେର 3 ଦିନ ଆଗକୁ କ'ଣ ହେବ? ସଟରଡେ, ସଣ୍ଡେ, ମଣ୍ଡେ, ଟ୍ୟୁଜଡେ। ତ 3 ଦିନ ଆଗକୁ ଯଦି ଯିବା ସଟରଡେକୁ ଛାଡ଼ିକି ସଣ୍ଡେ, ମଣ୍ଡେ, ଟ୍ୟୁଜଡେ ଆସନ୍ତୁ। ଟ୍ୟୁଜଡେ କାହା ସହିତ ସମାନ ବୋଲି କହିଛି? ଇଜ୍ ଦ 3 days ଆଫ୍ଟର ସଟରଡେ ବୋଲି ଯେଉଁ କହିଛି, ତା'ମାନେ ଇଜ୍ ଇକ୍ୱାଲ୍ ଟୁ କାହା ସହିତ ସମାନ ନା ଦ ଡେ ବିଫୋର୍ ୟେଷ୍ଟରଡେ ମାନେ କାଲି, ଟୁଡେ ହେଉଛି ଆଜି, ଟୁଡେର ଡେ ବିଫୋର୍। ଓକେ, ତ ଡେ ବିଫୋର୍ ୟେଷ୍ଟରଡେର ଡେ ବିଫୋର୍ ବୋଲି ପଚାରିଛି। ତା'ମାନେ କେତେ ଦିନ ଆପଣଙ୍କର ଆଡ଼୍ ହେଇଯିବ ସେଠି? ଓକେ, ଆପଣ ଯଦି ଦେଖିବେ କ୍ୱେଶ୍ଚିନ୍ ନମ୍ବର 15, ତାହେଲେ ସେଠି ଆପଣଙ୍କର କେତେ ଦିନ ଆଡ଼୍ ହେଇଯିବ? ୟେସ୍, ଆମେ କହିପାରିବା କି? ତ ଏଠି ଆପଣଙ୍କର ସିମ୍ପଲ୍ ବାକ୍ୟର ପ୍ରୟୋଗ ହୋଇଛି, ଯେଉଁ ବାକ୍ୟକୁ ଦେଖି ଆପଣ ଡରି ଯାଉଛନ୍ତି। ବାକ୍ୟ ଦେଖି ଡରିବା ଦରକାର ନାହିଁ, ସେଣ୍ଟେନ୍ସର ମିନିଂ ବୁଝିବାକୁ କୁହନ୍ତୁ। ଡେ ବିଫୋର୍ ୟେଷ୍ଟରଡେ, ତାହେଲେ ଆପଣ ଦେଖିଲେ ସଟରଡେ ପରେ ଆପଣଙ୍କର କ'ଣ ହେଉଛି? 3 days ଆଫ୍ଟର ସଟରଡେ। 3 days ଆଫ୍ଟର ସଟରଡେଟା ଆପଣଙ୍କ ଟ୍ୟୁଜଡେ ବୋଲି ଆମେ ବାହାର କଲେ, ବର୍ତ୍ତମାନ ଦେଖିପାରିଲେ। ତ ଟ୍ୟୁଜଡେ ହେଉଛି କାହା ସହିତ ସମାନ ନା ଡେ ବିଫୋର୍ ୟେଷ୍ଟରଡେ। ଯଦି ୟେଷ୍ଟରଡେଟା ଆପଣଙ୍କର ଥର୍ସଡେ ହେଉଛି, ତା'ର ଡେ ବିଫୋର୍ କ'ଣ ହେବ?
ତାର ଡେ ବିଫୋର ହେଇଯିବ ଆପଣଙ୍କର ୱେଡନେସଡେ। ୱେଡନେସଡେର ଡେ ବିଫୋର କ'ଣ ହେବ, ଯେଉଁଟାକି ଆପଣଙ୍କର ଟ୍ୟୁଜଡେ। ଓକେ, ତ ୱେଡନେସଡେର ଡେ ବିଫୋର ହେଇଯିବ ଟ୍ୟୁଜଡେ, ଥର୍ସଡେର ଡେ ବିଫୋର ହେଇଯିବ ଆପଣଙ୍କର କ'ଣ ୱେଡନେସଡେ। ତ ୱେଡନେସଡେର ଡେ ବିଫୋର ହେଇଯିବ ଟ୍ୟୁଜଡେ। ସେ କହୁଛି ତାହେଲେ ୟଷ୍ଟରଡେଟା ଯଦି ଟ୍ୟୁଜଡେ ଥିଲା ତାହେଲେ ଟୁଡେଟା କେତେ ହେବ, ହ୍ୱାଟ୍ ଇଜ୍ ଦ ଟୁଡେ। ଟୁଡେ ମାନେ ତା ପରଦିନଟା ବୁଝେଇବ, କାରଣ ୟଷ୍ଟରଡେଟା ଯଦି ଥର୍ସଡେ ଥିଲା ତା ପରଦିନଟା କ'ଣ ହେଇଯିବ, ଫ୍ରାଇଡେ ହେବ। ତ ଫ୍ରାଇଡେ ହେଇଯିବ ଆପଣଙ୍କ ରାଇଟ୍ ଆନ୍ସର୍ ଅପସନ୍ ନମ୍ବର ଡି। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା, ଦ ଲାଷ୍ଟ ଡେ ଅଫ୍ ସେଞ୍ଚୁରୀ କ୍ୟାନ୍ ନଟ୍ ବି। ଦେଖନ୍ତୁ ଗୋଟେ ରୁଲ୍ ଅଛି, ଆପଣଙ୍କର ସେଞ୍ଚୁରୀ ଇୟର୍ କହିବା, ଯେମିତିକି 2000 ଆପଣ କହିପାରିବେ, 2000 ଇୟର୍, 3000 ଇୟର୍, ସେଞ୍ଚୁରୀ ଇୟର୍ ଗୁଡ଼ାକ। ଓକେ, ବା 300 BC, 300 AD, ଏମିତି ଲାଷ୍ଟକୁ ଯାହାର ଜିରୋ ଥିବ ନା, ସେଠି ମନେ ରଖିବେ ସେ କେବେ ହେଲେ କେଉଁଥିରେ ଡିଭିଜିବୁଲ୍ ହେବ ନାହିଁ ନା, 4ରେ ଡିଭିଜିବୁଲ୍ ହେବ ନାହିଁ। ସରି, 4ରେ ଡିଭିଜିବୁଲ୍ ହେବ, କିନ୍ତୁ 4ରେ ଡିଭିଜିବୁଲ୍ ଯଦି ହେଇଗଲା ତାକୁ ହିଁ କହିବା ସେଞ୍ଚୁରୀ ଇୟର୍। ତ ସେଞ୍ଚୁରୀ ଇୟର୍ ଯଦି ହେଇଗଲା ତାହେଲେ ସେଇଟା କେଉଁ ବାରରେ ପଡ଼ିବ ନାହିଁ। ମନେ ରଖନ୍ତୁ ତିନିଟା ଆପଣଙ୍କର ଅଛି, ଯେଉଁଟାକି ଆପଣ କହିପାରିବେ ଟ୍ୟୁଜଡେ, ଥର୍ସଡେ ଆଣ୍ଡ ସାଟରଡେ। ଟ୍ୟୁଜଡେ, ଥର୍ସଡେ ଆଣ୍ଡ ସାଟରଡେ, ଏ ତିନିଟାକୁ ଛାଡ଼ିଦେଲେ ଆଉ କେଉଁ ଦିନ ଜମାରୁ ପଡ଼ିବ ନାହିଁ ସେଞ୍ଚୁରୀ ଇୟର୍। ତ ସଣ୍ଡେ ହେବ ନାହିଁ, ସରି ସଣ୍ଡେ ହେଇଯିବ, ଅଦର ଗୁଡ଼ାକ ପଡ଼ିବ କିନ୍ତୁ ଏଗୁଡ଼ାକ ହେବନି। ତ କେଉଁଠି ଅଛି ଅପସନ୍ I ଆଣ୍ଡ ଟ୍ରିପଲ୍ ଆଇ, ଅପସନ୍ ନମ୍ବର ସି ହେଇଯାଉଛି ରାଇଟ୍ ଆନ୍ସର୍। ସଣ୍ଡେ ହେଇପାରିବ, ମଣ୍ଡେ ହେଇପାରିବ, ଦେନ୍ ଆପଣଙ୍କର ୱେଡନେସଡେ ହେଇପାରିବ, ଫ୍ରାଇଡେ ହେଇପାରିବ, କିନ୍ତୁ ଏଇ ତିନିଟା ହେଇପାରିବନି, ଟ୍ୟୁଜଡେ, ଥର୍ସଡେ, ସାଟରଡେ। ଓକେ, ତ ଅପସନ୍ ନମ୍ବର ସି ଇଜ୍ ଦ ରାଇଟ୍ ଆନ୍ସର୍। ନେକ୍ସଟ କ୍ୱେଶ୍ଚିନ୍ ନମ୍ବର 17, ଇଫ୍ ଟୁଡେ ଇଜ୍ ଥର୍ସଡେ ଦେନ୍ ହ୍ୱାଟ୍ ୱିଲ୍ ବି ଦ ଡେ ଅନ୍ 363rd ଡେ। ଏଇଟା ସବୁଠୁ ଇଜି। ଆଗ ଦେଖନ୍ତୁ, ଯଦି ଆପଣଙ୍କୁ 363 ଦିନ ଦେଇଦେଇଛି, ଅଲୱେଜ୍ ଆପଣ 7ରେ ଡିଭାଇଡ଼ କରନ୍ତୁ, କେତେ ହେଉଛି ଦେଖିବେ। କାରଣ ଗୋଟେ ସପ୍ତାହ ପରେ ରିପିଟ୍ ହୁଏ ଦିନ ଗୁଡ଼ାକ, ଥର୍ସଡେ ଆଜି ଅଛି ମାନେ ଆଉ ଗୋଟେ ସପ୍ତାହ ପରେ ଯାଇକି ପୁଣି ଆଉଥରେ ଥର୍ସଡେ ଆସିବ। ତେଣୁ 7ରେ ଡିଭାଇଡ଼ କରିକି ଦେଖିବା, 7 ପଞ୍ଚା 35, ବଢ଼ିଲା 1, 13, 7 କେ 7, ବଢ଼ିଲା ଆପଣଙ୍କର 13ରୁ 7 ଗଲେ 6। ତ 6 ଦିନ ଆପଣ ବଢ଼ିଲା, ତେଣୁକରି ଆପଣଙ୍କ ଥର୍ସଡେରେ 6 ଦିନ ଯଦି ମିଶାଇ ଦେବେ ସେଦିନଟା କ'ଣ ବାହାରିବ, 363 ଦିନ ଜଣାପଡ଼ିଯିବ। ତ 6 ଦିନ ଯଦି ଆପଣ ଯଦି ମିଶାଇ ଦେବେ ଥର୍ସଡେରେ ଆପଣ ମିଶାଇ ପାରିବେ 1, 2, 3, 4, 5, 6। ୟେସ୍, ଥର୍ସଡେ ପରେ ଆପଣଙ୍କର ଆସିବ ଫ୍ରାଇଡେ, ସଟରଡେ, ସଣ୍ଡେ, ମଣ୍ଡେ, ଟ୍ୟୁଜଡେ, ୱେଡନେସଡେ। ତ ଯେହେତୁ ଆପଣଙ୍କର ଅପସନ୍ରେ ୱେଡନେସଡେ ନାହିଁ, ନନ୍ ଅଫ୍ ଦିଜ୍କୁ ଆପଣ ମାରିକି ଆସିବେ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚିନ୍ ଦେଖିବା, ସେମ୍ ଟାଇପ୍ର କ୍ୱେଶ୍ଚିନ୍। ଟୁଡେ ଇଜ୍ ମଣ୍ଡେ, ଆଫ୍ଟର 61 ଡେଜ୍ ଇଟ୍ ୱିଲ୍ ବି, ତାହେଲେ 61 ଦିନ ଆପଣଙ୍କର କ'ଣ ହେବ, ପୁଣି ଆଉଥରେ 7ରେ ଡିଭାଇଡ଼ କରିକି ଦେଖିବା, ଯେତିକି ବଳିଯାଉଛି ସେତିକି ସେ ମଣ୍ଡେରେ ମିଶାଇ ଦେବା ଆମେ, ତାହେଲେ ରାଇଟ୍ ଆନ୍ସର୍ ପାଇବା। ତାହେଲେ 756 ବଢ଼ିଲା ଆପଣଙ୍କର କେତେ, 5 ଦିନ। ଓକେ, ତ ମଣ୍ଡେରେ 5 ଦିନ ମିଶାଇବା, 1, 2, 3, 4, 5। ମଣ୍ଡେ ପରେ ଆପଣ ଆସିବ ଟ୍ୟୁଜଡେ, ୱେଡନେସଡେ, ଥର୍ସଡେ, ଫ୍ରାଇଡେ, ସଟରଡେ। ତ ସଟରଡେ ହେଇଯାଉଛି ଆପଣଙ୍କର ରାଇଟ୍ ଆନ୍ସର୍। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା, କ୍ୱେଶ୍ଚିନ୍ ନମ୍ବର 19, ଇଫ୍ ଇଟ୍ ଇଜ୍ ସାଟର୍ଡେ ଅନ୍ ଜାନୁଆରୀ 1, 2000 ଦେନ୍ ଦ ଜାନୁଆରୀ 1, 2001 ଉଡ୍ ହାଭ୍ ବିନ୍ ଡେଜ୍। ଦେଖନ୍ତୁ ଆପଣଙ୍କର ଏଇଠି ଆପଣଙ୍କର ଗୋଟେ କଥା ମନେ ରଖିବେ, ଯଦି ଲିପ୍ ଇୟର୍ ଯଦି ଅଛି ତାହେଲେ ଆପଣଙ୍କର କ'ଣ ହେଇଯିବ ନା, ଆପଣ ଟୋଟାଲ୍ ଦିନ ଆମେ କାଉଣ୍ଟ କରିବା। ମାନେ ଗୋଟେ ବର୍ଷର ଆଉ ଗୋଟେ ବର୍ଷ ଭିତରେ ଗ୍ୟାପ୍ ହେଉଛି ଆପଣଙ୍କର 365 ଦିନ, କିନ୍ତୁ ସେଇଟା ଯଦି ଲିପ୍ ଇୟର୍ ଥିବ, ଦେଖନ୍ତୁ ଏଠି ଲାଷ୍ଟ 0 ଅଛି ମାନେ ଏଇଟା ହେଉଛି ଲିପ୍ ଇୟର୍। ଲିପ୍ ଇୟର୍ ଥିଲେ ସେ 365 ନହେଇକି 366 ହେଇଯିବ। ତେଣୁକରି 366ରେ ଆମେ ଯଦି କେତେ ଡିଭାଇଡ଼ କରିବା, 7 ଡିଭାଇଡ଼ କରିବା, ତାହେଲେ ଆପଣଙ୍କର କେତେଟା ଅଡ୍ ଡେ ବଳି ପଡ଼ିବ ନା 2ଟା, ବା ଆପଣଙ୍କର 7କୁ 366ରେ ଡିଭାଇଡ଼ କଲେ ରିମାଇଣ୍ଡର ଆପଣ 2 ଦିନ ରହିଯିବ 2। ତେଣୁକରି ଏକ୍ସଟ୍ରା 2 ଦିନ, ସାଟରଡେ ପରେ 2 ଦିନ ଆମେ ଯଦି ଯିବା ସଣ୍ଡେ, ମଣ୍ଡେ ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର୍। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା, ଇଫ୍ ଜାନୁଆରୀ 1 ଇଜ୍ ଫ୍ରାଇଡେ ଦେନ୍ ହ୍ୱାଟ୍ ଇଜ୍ ଦ ଫାର୍ଷ୍ଟ ଡେ ଅଫ୍ ଦ ମନ୍ଥ ଅଫ୍ ମାର୍ଚ୍ଚ ଇନ୍ ଦ ଲିପ୍ ଇୟର୍। ଗୋଟେ ଲିପ୍ ଇୟର୍ ଭିତରେ ମାର୍ଚ୍ଚର ପ୍ରଥମ ଦିନ କେତେ ତାରିଖ ପଡ଼ିବ ବୋଲି ସେ ଆପଣଙ୍କର କେଉଁ ଦିନରେ ପଡ଼ିବ ବୋଲି କହିଛି। ଦେଖନ୍ତୁ ଫାର୍ଷ୍ଟ ଜାନୁଆରୀଟା ଆପଣଙ୍କର ହେଲା ଫ୍ରାଇଡେ, ମନେ ରଖନ୍ତୁ ଫ୍ରାଇଡେ, ଜାନୁଆରୀ 1ରୁ ଆପଣଙ୍କର ଫେବୃଆରୀ 1 ପର୍ଯ୍ୟନ୍ତ ଆପଣଙ୍କର ରହିବ, ଜାନୁଆରୀ ଫେବୃଆରୀ ଲିପ୍ ଇୟର୍ରେ ଆପଣଙ୍କର 30 ଦିନ ରହିବ। ଦେନ୍ ଆପଣଙ୍କର ରହିଲା ଫେବୃଆରୀ ମାସଟା ସାରା 29 ଦିନ। ଦେନ୍ ଆପଣ ପୁଣି ମାର୍ଚ୍ଚ 1କୁ ପୁଣି ମିଶାଇବେ, ତାହେଲେ ଏଇ ଟୋଟାଲ୍ ଆମେ ଯଦି କାଉଣ୍ଟ କରିଦେବା 30 + 29 + 1, 60 ଦିନ। 60 ଦିନ ରହିଗଲା। ତ 60 ଦିନ ଆପଣ ଲିପ୍ ଇୟର୍ରେ 29 ଦିନ ହେବନି କି ଫେବୃଆରୀ ମାସଟା, ତେଣୁକରି ଆମେ ଲିପ୍ ଇୟର୍ ବୋଲି ଦେଇଛି, ତା ମାନେ ବୁଝିବା କଥା ଯେ ସେଠି ଆପଣଙ୍କର ଫେବୃଆରୀ ମାସଟା କାଉଣ୍ଟ ହେଉଛି। ତ 60ରେ ଆପଣଙ୍କର ଯଦି ଡିଭାଇଡ଼ କରିବେ 7, 7 × 56 ବଢ଼ିଲା ଆପଣଙ୍କର 4। ଓକେ, ତ 4 ଯେଉଁ ବଢ଼ିଲା ସେ 4ଟା ଆପଣଙ୍କର ମିଶାଇ ଦେବେ କେଉଁଠି, ଫ୍ରାଇଡେରେ ଯଦି 4 ଦିନ ମିଶାଇବା, 1, 2, 3, 4 ଫ୍ରାଇଡେ, ଦେନ୍ ଆପଣଙ୍କ ଆସିଲା ସଟରଡେ, ସଣ୍ଡେ,
Monday, Tuesday. तो ऑप्शन नंबर ए हो राइट आंसर ट्यूसडे। नेक्स्ट क्वेश्चन देखिबा इन ए मंथ ऑफ 31 days थर्ड थर्सडे फॉल्स ऑन 16th। ओके थर्ड थर्सडेटा आपंकर 16 तारिख में पड़ुची व्हाट विल बी लास्ट डे ऑफ द मंथ ताहले लास्ट डेटा आपंकर कौन रहिबो। ओके जो मंथ रे आपंकर 31 दिनिया अच्छी 16 तारिख में आपंकर पड़ला थर्सडे तो ये आपंकर कौन करेंगे राइट आंसर दे रखु। तो एग्जामिनर सब आपको आंसरटा लॉजिकली दे थाए ना कि आपणकर कौन रैंडमली दे थाए। देखो ये आपको थर्ड थर्सडे फॉल्स ऑन 16 तारिख तो 16 तारिख में आप थर्सडे होची ताले ठीक टिके आगू पलांतु गेस करके 17 तापर 17 तारिखटा के फ्राइडे हम ताने थर्सडे पर कौन आसता फ्राइडे आसता से लास्ट डे कौन पड़ो बोली पचार टी आम गेस करके देखा ये फ्राइडेटा आपंकर लास्ट डे हो पार कि येस 7 रे 7 मिसेले नेक्स्ट सप्ताह आपंकर 24 तारिख नेक्स्ट जदि 7 मिसेबे आपंकर 31 जदि मसटा 31 दिनिया ताहले 31 दिन आपंकर से फ्राइडे ही पड़ा ताहले 7 दिन रे गैप रिपीट हो बोली मुझे 16 पर 1 मिसेदेले आपंकर 17 होगला फ्राइडे 24 होगला फ्राइडे देन 31 होगला मध्य फ्राइडे लास्ट डेटा आपंकर ये फ्राइडे बोली आसला 5th फ्राइडे हो ताहले व्हाट विल बी द लास्ट डे ऑफ द मंथ 5th आ गोटे सेमती पछुक पछुक जो जीवा ओके मंथर शेष तारिख कौन हो पार मंथर शेष तारिख आपंकर फ्राइडे हो पार ओके तो ये आपंकर 5th नंबर 5 हम ओके 16 नंबर मान ये बुझीपारे आप मुझे कि 16 तारिख में फॉल्स 16 माने 16 तारिख में आप जदि थर्सडे हो 17 तारिख में कौन हम 17 तारिख में 17 तारिख हो फ्राइडे तो सी पचार व्हाट विल द लास्ट डे ऑफ द मंथ मंथर शेष ये कौ दिन आउ केते थर हम ओके केते थर हम गोटे गोटे मसरे आपंकर 5टा फ्राइडे पड़े गोटे गोटे मसरे 4टा फ्राइडे पड़े बर्तमान जो पचारा जब 31 दिनिया होती ये केतटा फ्राइडे पड़ो ताले 17 7 मिसे दिंतु 24 24 7 मिसे दिंतु 31 तो फ्राइडे फ्राइडे आपंकर केते आसला एपटे 3टा पलि आसला देन एपटे देखिए आपंकर 16 पूर्व केते रहिबो 16 रु 7 माइनस करंतु ओके 16 रु 7 माइनस कले रहा आपंकर 9 तारिख रे गोटे 9 रु 7 माइनस कले आपंकर रहा ओके 9 रु 7 माइनस कले आपन रहा गोटे केते ना आपंकर 2 तारिख रे तो टोटाली केतेटा फ्राइडे है ना 1 नंबर 2 नंबर 3 नंबर 4 नंबर 5 नंबर 5टा फ्राइडे है आपंकर गोटे मस भितर 31 दिन बुझीपारे। तो नेक्स्ट क्वेश्चन देखा रिपब्लिक डे वाज सेलिब्रेटेड इन 1996 ऑन द फ्राइडे फ्राइडे रिपब्लिक डे रो 1996 आपंकर फ्राइडे पालन होता प्रथम देखो यहाँ लीप इयर कि ओके प्रथमतः ये आपंकर गोटे इजी कनसेप्ट मन रखिए कि ये वर्ष जदि आपंकर फ्राइडे रिपब्लिक डे पड़ी तार नेक्स्ट वर्ष पर्यंत आपंकर फ्राइडे रिपब्लिक डे आम पहुँचा पड़ो तो नंबर ऑफ डेज फ्रॉम 26 जनवरी टू 15 अगस्त ओके 26 जनवरी टू आपंकर 15 अगस्त होकर जदि आम देखा जनवरी 26 ओके जनवरी 26 रु नेक्स्ट रहा आपंकर केते 5 दिन रहा ओके 5 दिन आपंकर जो 1996 हम से गोटे लीप इयर हो लीप इयर आपंकर जनवरी मसटा आपंकर ये जदि देखिए 26 जनवरी रु 31 जनवरी जो देखिए ताले 5 दिन रहा कैप तापर फेब्रुआरी मसटा जो देखिए 29 दिन हम मार्च मसटा देखिए जदि 31 दिनिया हम मार्च पर एप्रिल एप्रिल हो आपंकर सेमती एप्रिल मसटा हो आपंकर 30 दिनिया पुणी आपंकर मे मसटा हो 31 दिनिया जून मसटा हो 30 दिनिया जुलाई मसटा हो 31 दिनिया तापर अगस्त 15 जाए आप जो जा अगस्त 15 है तो टोटाली केते दिन है जनवरी 26 रु अगस्त 15 पर्यंत टोटाली आम जब सब आडअप करदे ताले हो आपंकर 202 दिन 202 दिन 202 को जब आम 7 डिवाइड करवा केते रिमाइंडर पड़ुଛି देखा 7 दुगुणे 14 बढ़ला आपंकर 7 72 7 8 7 9 63 ओके तो 7 अच्छा ठीक अच्छे आउ टिके आपंकर जापर 7 के 7 गुणे 202 को आम डिवाइड करवा 202 को आप सॉरी 202 को आपंकर 7 डिवाइड करूँ ओके 7 गुणे 14 बढ़ला 6 62 7 8 56 56 है आपंकर बढ़ला के 6 बढ़ला तो आपंकर 6 एक्सट्रा आसला 6 तो ये आसला आपंकर एक्सट्रा 6 दिन सेमिति आप देखिए जो अगस्त 15 रे आपंकर जदि 1996 अगस्त 15 ओके यस ताहले ये आसला 6टा डेज ताहले
ଆପଣଙ୍କର 15 ଅଗଷ୍ଟ 1996ରେ ଓକେ ରିପବ୍ଲିକ୍ ଡେର ଅର୍ଥ ହେଉଛି 26 ଜାନୁଆରୀ କି ନାହିଁ, ତେଣୁକରି ଏଠି ଆପଣଙ୍କର ଯେହେତୁ ଇଣ୍ଡିପେଣ୍ଡେନ୍ସ ଡେ କଥା କହିଲା 15 ଅଗଷ୍ଟକୁ ବୁଝିବ, ତ 15 ଅଗଷ୍ଟ 1996 ଆପଣଙ୍କର କେତେ ହେବ ତାହେଲେ ନା ଏଇ ଯେଉଁ ଆପଣଙ୍କର ଫ୍ରାଇଡ଼େରେ ଆଉ 6 ଦିନ ମିଶାଇ ଦିଅନ୍ତୁ। ଫ୍ରାଇଡ଼େରେ ଯଦି ଆଉ 6 ଦିନ ଆପଣଙ୍କର ମିଶାଇ ଦେବେ ତାହେଲେ ଆପଣଙ୍କର କେତେ ଦିନରେ ପହଞ୍ଚିବେ ନା 1 2 3 4 5 6 ଫ୍ରାଇଡ଼େ, ସଟରଡ଼େ, ସଣ୍ଡେ, ମଣ୍ଡେ, ଟ୍ୟୁଜଡ଼େ, ୱେଡ଼ନେସଡ଼େ, ଥର୍ସଡ଼େ। ତ ଆପଣଙ୍କର ଥର୍ସଡ଼େରେ ଆପଣଙ୍କର ଇଣ୍ଡିପେଣ୍ଡେନ୍ସ ଡେଟା 1996ରେ ପଡ଼ିଛି। ତ 1996ରେ ଯଦି ଥର୍ସଡ଼େରେ ଇଣ୍ଡିପେଣ୍ଡେନ୍ସ ଡେ ପଡ଼ିଛି ତାହେଲେ 2000ଟା ବି ଗୋଟେ ଲିପ୍ ଇୟର୍, ତ 2000 ମସିହା ବି ଗୋଟେ ଆପଣଙ୍କର ଲିପ୍ ଇୟର୍। ତ ନମ୍ବର ଅଫ୍ ଅଡ୍ ଡେଜ୍ ଆପଣ ଲିପ୍ ଇୟର୍ରେ ଆମେ ଯଦି କାଉଣ୍ଟ କରିବା ଦେଖିବା ହୁଇଚ୍ ଡେ ଇଣ୍ଡିପେଣ୍ଡେନ୍ସ ଡେ 2000 ସେଲିବ୍ରେଟେଡ୍ ସେ ଆପଣଙ୍କୁ ପଚାରିছে। ତ ଦେଖିବା ନମ୍ବର ଅଫ୍ ଅଡ୍ ଡେଜ୍ ଫ୍ରମ୍ 15 ଅଗଷ୍ଟ 1996 ଟୁ 15 ଅଗଷ୍ଟ 2000। ତ ଦେଖିବା ତାହେଲେ ନମ୍ବର ଅଫ୍ ଅଡ୍ ଡେଜ୍ ଯଦି ଆମେ ଦେଖିବା 1996ରୁ 15 ଅଗଷ୍ଟ ପର୍ଯ୍ୟନ୍ତ, ତାହେଲେ ଆମେ ଦେଖିପାରିବା କି ଏଠି ଆପଣଙ୍କର ୟେସ୍, ତ 1996ରୁ ତ ଆମେ କାଉଣ୍ଟ କରିଦେଇଛେ ଫେବୃଆରୀ ମାସରେ ଗୋଟେ ଦିନ ଯେଉଁଟାକି 366 ହେଇଗଲା, ତେଣୁକରି 1997ରେ ନମ୍ବର ଅଫ୍ ଅଡ୍ ଡେଜ୍ ଆପଣଙ୍କର ଆସିବ 1, 1998ରେ ନମ୍ବର ଅଫ୍ ଅଡ୍ ଡେଜ୍ ଆସିବ 1, 1999ରେ ଆପଣଙ୍କର ନମ୍ବର ଅଫ୍ ଅଡ୍ ଡେଜ୍ ଆସିବ 1, କିନ୍ତୁ ଲିପ୍ ଇୟର୍ଟାରେ ଆପଣଙ୍କର ନମ୍ବର ଅଡ୍ ଡେଜ୍ ଆସିବ 2। ତ ଏସବୁ ଯଦି ଆମେ ଆଡ଼୍ କରିଦେବା 1 ମିଶାଣ 1 ମିଶାଣ 1 ମିଶାଣ 2, ତାହେଲେ ଆମେ ନମ୍ବର ଅଫ୍ ଅଡ୍ ଡେଜ୍ ପାଇଗଲେ କେତେ 5। ତ ସେଦିନ କେତେ ଥିଲା ଇଣ୍ଡିପେଣ୍ଡେନ୍ସ ଡେ 1996ରେ ଥର୍ସଡ଼େରେ ଥିଲା, ତ ଥର୍ସଡ଼େରେ ଜଷ୍ଟ 5 ଆଡ଼୍ କରିଦିଅନ୍ତୁ, ଆପଣ 2000 ମସିହାର ଇଣ୍ଡିପେଣ୍ଡେନ୍ସ ଡେଟା ଆପଣ ପାଇଯିବେ। ଥର୍ସଡ଼େରେ 5 ଆଡ଼୍ କଲେ 1 2 3 4 5, ଥର୍ସଡ଼େ, ଫ୍ରାଇଡ଼େ, ସଟରଡ଼େ, ସଣ୍ଡେ, ମଣ୍ଡେ, ଟ୍ୟୁଜଡ଼େ। ତ ଟ୍ୟୁଜଡ଼େ ହେଇଯାଉଛି ରାଇଟ୍ ଆନ୍ସର୍। ଓକେ, ଅପସନ୍ ନମ୍ବର ଏ ହେଇଯାଉଛି ଆପଣଙ୍କର ସଠିକ୍ ଉତ୍ତର। ତ ଏମିତି ଦେଖିଲେ କି ଆପଣଙ୍କର ଯଦି ଅଡ୍ ଡେ ଥାଉଛି ସେଇ ଯଦି ଅଡ୍ ଡେ କାଉଣ୍ଟ କରିବା ତାହେଲେ ଗୋଟେ ବର୍ଷ ଭିତରେ ଯଦି ଦେଖିବେ ଲିପ୍ ଇୟର୍ ଗୁଡ଼ାକରେ ଲିପ୍ ଇୟର୍ ଯେତେବେଳେ ଥିବ ସେ ବର୍ଷରେ ଆପଣଙ୍କ 2ଟା ଅଡ୍ ଡେଜ୍ ବାହାରିବ। ନନ୍ ଲିପ୍ ଇୟର୍ ବା ଯେଉଁ ବର୍ଷ ଆପଣଙ୍କ ଲିପ୍ ଇୟର୍ ନଥିବ ସେଇଠି ଆପଣଙ୍କର ଗୋଟେ ଅଡ୍ ଡେ ବାହାରୁଛି। କାରଣ ମୁଁ ସିମ୍ପଲ୍ ଫଣ୍ଡା କହିଦେଉଛି 365 ଦିନ ହେଉଛି ନନ୍ ଲିପ୍ ଇୟର୍ ଗୁଡ଼ାକ, ଆଉ 366 ହେଉଛି ଲିପ୍ ଇୟର୍। ଯଦି ଆପଣ 7ରେ ହରଣ କରିବେ ଏଇଠି ଆପଣଙ୍କର 2, ଏଇଠି ଆପଣଙ୍କର ଗୋଟେ ଅଡ୍ ଡେ ବସିବ, କେତେ ବଞ୍ଚିବ ରିମାଇଣ୍ଡର ବା ଆପଣଙ୍କର ଭାଗଶେଷ ବଞ୍ଚିବ 1, ଆଉ ଏଇଠି ଆପଣଙ୍କର ଭାଗଶେଷ ବଞ୍ଚିବ 7ରେ ଯଦି ଡିଭାଇଡ଼ କରିବେ ଭାଗଶେଷ 2 ଆସିବ। ତେଣୁକରି ଲିପ୍ ଇୟର୍ ଗୁଡ଼ାକରେ ଆପଣଙ୍କର 2 ଦିନ ଅଡ୍ ଡେଜ୍ ଥାଏ, ଆଉ ନନ୍ ଲିପ୍ ଇୟର୍ ଗୁଡ଼ାକରେ ଆପଣଙ୍କର ଗୋଟେ ଦିନ ଅଡ୍ ଡେଜ୍ ଥାଏ। ତେଣୁକରି ଆମେ କହିପାରିବା ତାକୁ ଯଦି କାଉଣ୍ଟ କରିକି ଆପଣ ଆନ୍ସର୍ ବାହାର କରିବେ, ମୁଁ ଦୁଇଟା ଆପଣଙ୍କୁ ହୋମୱାର୍କ ଦେଇଦେଉଛି, କ୍ୱେଶ୍ଚିନ୍ ନମ୍ବର 23 ଆଉ 24, ଏହାକୁ ହୋମୱାର୍କ ରୂପରେ କରିକି ଦେଖାନ୍ତୁ। ଆଉ ରାଇଟ୍ ଆନ୍ସର୍ କ'ଣ ରହିବ ଆପଣଙ୍କର କମେଣ୍ଟ ବକ୍ସରେ ଟାଇପ୍ କରିକି ଲେଖନ୍ତୁ, ମୁଁ ତାକୁ ଆପ୍ରିସିଏଟ୍ କରିବି। ଠିକ୍ ଅଛି, ତ ଇଏ ଥିଲା ଆଜି ପାଇଁ ଇମ୍ପୋର୍ଟାଣ୍ଟ ସେସନ୍। ଯଦି ଭିଡ଼ିଓଟି ସତରେ ହୃଦୟସ୍ପର୍ଶୀ ହୋଇପାରିଛି ତାହେଲେ ହୃଦୟରୁ ଗୋଟେ ଲାଇକ୍ କରିଦିଅନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ। ଆମ ଚ୍ୟାନେଲ୍ ଷ୍ଟଡି 24 ଓଡ଼ିଶା କ୍ଲାସରୁମ୍ AZକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ପ୍ରେସ୍ କରିଦିଅନ୍ତୁ, ଯାହାଦ୍ୱାରା ସବୁ ନୋଟିଫିକେସନ୍ ଆପଣଙ୍କ ପାଖରେ ଅତି ସହଜରେ ପହଞ୍ଚିପାରିବ। ସୋ ଫ୍ରେଣ୍ଡସ୍, ଟିଲ୍ ଦେନ୍ କିପ୍ ୱାଚିଂ। ଜୟ ଜଗନ୍ନାଥ।